ମୁଁ ଆଜ୍ଞା ଯାଜ୍ଞସେନୀ ପ୍ରତିହାରୀ 7 ନମ୍ବର वार्ड वार्ड सभ्य। ଏବେ ଆପଣଙ୍କ ୱାର୍ଡରେ ଗୋଟେ କାମ ହିଁ ନାହିଁ କିନ୍ତୁ ଜଣେ ହିତାଧିକାରୀ ତାଙ୍କ ସମ୍ପୂର୍ଣ୍ଣ ବିଲ୍ ପାଇସାରିଛନ୍ତି, ୟାକୁ ନେଇ କ'ଣ କହିବେ? ସାର୍ ଫାଷ୍ଟ କଥା ହେଉଛି ଘର ଜିନିଷ ଗୁଡ଼ାକ ୱାର୍ଡ଼ ମେମ୍ବର ମାନଙ୍କୁ ଜଣାଯାଏନି କି ଏ କରାଯାଏନି। ତ ଘର ହେଲା କି ନହେଲା ସେଟା ୱାର୍ଡ଼ ମେମ୍ବର ଜାଣିପାରିବେନି କି କରନ୍ତି, ସେଟା ଅଫିସିଆଲ ପ୍ରୋସେସ୍ ସବୁ ମାନେ ଅଫିସର ଯେଉଁମାନେ ଅଛନ୍ତି ସେଇମାନେ ହିଁ ଜାଣନ୍ତି, ସେଇମାନେ ଜିଓଟେକ୍ କରନ୍ତି, ସେଇମାନେ ହିଁ ଘର ବାବଦରେ କରନ୍ତି। ତାପରେ ମଧ୍ୟ ଯେହେତୁ ମାନେ ଗୋଟେ ଆମର ବାହାରିଥିଲା ଚିଠା ବାହାରିଥିଲା ଯେ କାହାର ଘର ହେଇଛି କାହାର ଘର ନ ହେଇଛି, ସେଇ ଭିତରୁ ଜଣେ କମ୍ପ୍ଲେନ୍ କଲେ ଯେ ଦେଖିକି କମ୍ପ୍ଲେନ୍ କଲେ ଯେ ଆଙ୍କର ଘର ହେଇନାହିଁ କିନ୍ତୁ ସେମାନେ ବିଲ୍ ଉଠେଇଛନ୍ତି। ସେ ବିଷୟରେ ମୁଁ ଆସିକି ସରପଞ୍ଚକୁ ମଧ୍ୟ ଜଣେଇଥିଲି। ତାପରେ ସେମାନଙ୍କୁ ଜଣେଇଲା ପରେ ତାଙ୍କର ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି। ମୁଁ କିନ୍ତୁ ଜଣେଇଛି ସେ କଥା, ମାନେ ମୋ ୱାର୍ଡ଼ରେ ଏମିତି ଘର ହେଇନି ବୋଲି ମୁଁ ତ ଜଣେଇଛି ସରପଞ୍ଚକୁ। ମୋ ନାମ ବୃହସ୍ପତି ଭାସ୍कर, ମୁଁ ରାଜାଲୋକା ପଞ୍ଚାୟତର ପିଇ ଅଛି। ଗୋଟେ ଅଭିଯୋଗ ଆସିଛି କି ଘର ନିର୍ମାଣ ନ ହୋଇ ତାର ବିଲ୍ ଉଠି କ'ଣ ଘଟଣା? ନାଇଁ, ଆମକୁ ଯାହା ପବ୍ଲିକ ମାନେ କହିଲେ ଆମେ ସେ କଥାଟାର ମାନେ କଥାଟା ଜାଣିବା ପାଇଁ ପଞ୍ଚାୟତରେ ଗୋଟେ ମିଟିଂ ମଧ୍ୟ କରିଥିଲୁ। ଯେଉଁ ମିଟିଂରେ ଆମେ ଘଟଣା ବିଷୟରେ ବିସ୍ତୃତ ଭାବରେ ଜାଣିଲା ପରେ ଆମର ହାୟର ଅଥରିଟିରେ ଆମେ ଜଣେଇଲୁ, ବିଡ଼ିଓ ସାର୍ଙ୍କୁ ଜଣେଇଲେ। ବର୍ତ୍ତମାନ ସେଇଟା ଇନକ୍ୱାରି ହେଇନାହିଁ। ଇନକ୍ୱାରି ହେଲା ପରେ ତା'ର ରିପୋର୍ଟଟା ବାହାରିବ, କେତେ ଦୂର ସତ କେତେ ଦୂର ମିଛ ଯେଉଁଟା ବାହାରିବ ସେଇ ରିପୋର୍ଟଟା ଆମେ ଆପଣଙ୍କୁ ଜଣେଇଦେବା। ସାର୍ ଯେତେବେଳେ କି ଅଭିଯୋଗ ଆସିଲା ଆପଣ ଫିଲ୍ଡ ଇନକ୍ୱାରି କରିଥିଲେ ଯେ ପ୍ରକୃତରେ ଘର ହେଇଛି କି ଘର ହେଇନି? ନାଇଁ, ମୁଁ ବର୍ତ୍ତମାନ ଫିଲ୍ଡ ଇନକ୍ୱାରି କରିନାହିଁ। ଖାଲି କି ଆମେ ଲୋକମାନଙ୍କ ପାଖରୁ ଶୁଣିଲେ କାହାଙ୍କର କ'ଣ ଅଭିଯୋଗ ଥିଲା। ଯେଉଁ ଅଭିଯୋଗ ଏଇ ପଞ୍ଚାୟତରେ ହିଁ ହେଇଥିଲା ମିଟିଂ, ଯେଉଁଟା ଶୁଣି ସାରିଲା ପରେ ଆମେ ବିସ୍ତୃତ ଭାବରେ ଡିଟେଲରେ ଶୁଣିଲା ପରେ ଆମେ ବିଡ଼ିଓ ସାର୍ଙ୍କୁ ଜଣେଇଛେ, ହେଲା କି ହାୟର ଅଥରିଟିରେ ଜଣେଇଛେ। ସାର୍ କାହିଁକି ଫିଲ୍ଡ ଇନକ୍ୱାରି କଲେନି ଆପଣ? ଯେହେତୁ ଆପଣଙ୍କ ନିକଟକୁ ଅଭିଯୋଗଟା ଆସିଥିଲା ବା ଜାଣିଥିଲେ, କାହିଁକି ଇନକ୍ୱାରି କଲେନି? ନାଇଁ, ଆମେ ଏଇଥିରେ ଫିଲ୍ଡ ଇନକ୍ୱାରି ଏଇଥିପାଇଁ କଲୁନି କାହିଁକି ନା ଏଇଟା ଆମେ ଫାଷ୍ଟ ବିଡ଼ିଓଙ୍କୁ ଫାଷ୍ଟ ଆମର ଦୃଷ୍ଟିଗୋଚର କଲୁ। ତାପରେ ବିଡ଼ିଓ ସାର୍ଙ୍କ ତରଫରୁ ଏଇ ଫିଲ୍ଡ ଇନକ୍ୱାରିଟା ହେଲେ ଅନବାୟାସ୍ଡ ରିପୋର୍ଟଟା ଆପଣ ପାଇପାରିବେ, ହେଲା କି? ତେବେ ସାର୍ ସେଇ ଟେକ୍ ଅଫିସର କିଏ ଥିଲେ? ଆଜ୍ଞା, ଟେକ୍ ଅଫିସର କିଏ ଥିଲେ? ଟେକ୍ ଅଫିସର ଆମର ଜେଇ ଥିଲେ ସେ ଗାଁର, କିଏ? ଶାନ୍ତନୁ ଦେବ ଭୂୟାଁ ଜେଇ ଟ୍ୟାଗ୍ ଥିଲେ। ମୁଁ ସୌମ୍ୟ ରଞ୍ଜନ ପ୍ରତିହାରୀ ଏଇ ପଞ୍ଚାୟତରେ ଯୋଗାଣ ସହାୟକ ଅଛି। ଏବେ ଆପଣଙ୍କର ରାଜାଲୋକା ଗାଁରେ ଗୋଟେ ଘର ହେଇନାହିଁ କିନ୍ତୁ ତାର ସମ୍ପୂର୍ଣ୍ଣ ବିଲ୍ ଉଠି ଯାଇଛି, ୟାକୁ ନେଇ କ'ଣ କହିବେ? ସେମିତି ତ ନାହିଁ, ଘର କରାହେଇଛି ତାଙ୍କର ଘର ହେଇଛି ତାଙ୍କର। ଆଜ୍ଞା, ଘରଟା କେବେ ହେଲା? ଘର ହେଇଛି ତାଙ୍କର ଦି ଭାଇ ମିଶିକି ଗୋଟେ 1200 ସ୍କୋୟାର ଫୁଟ ଗୋଟେ କରିଛନ୍ତି ଘର। ନା, ସେଟା ବିଲ୍ ଉଠିଲା ପରେ ହେଲା ନା ବିଲ୍ ଉଠିବା ଆଗରୁ ହେଇଥିଲା? ନା, ତାଙ୍କର ମିଶିକିରି ଦି ଭାଇ ମିଶିକି ଗୋଟେ କରିଛନ୍ତି ଘର ହେଇଛି, ମାନେ ଘର ହେଇଛି ବିଲ୍ ହେଇଛି ଆଉ। ଏବେ ଆଜ୍ଞା ଆମେ ଯାହା ସୂଚନା ମିଳୁଛି କି ଯେଉଁ ମାସରେ ଆପଣ ତାଙ୍କ ବିଲ୍ ଉଠିଛି କି ସେ ସମୟରେ ତାଙ୍କ ଘର ହେଇନଥିଲା, ଏ 2 ଦିନ ଆଗରୁ ତାଙ୍କ ଘର ଛାତ ପଡ଼ୁଥିଲା, ତାର ଜିପିଏସ୍ ଏଷ୍ଟାବ୍ଲିଶମେଣ୍ଟ ମଧ୍ୟ ଆମ ପାଖରେ ଅଛି। ନା, ତାଙ୍କର ତ ସେଟା ଆଉ କାହାର ଘର କରିଥିଲା କ'ଣ କରିଥିଲା ସେଟା ନାହିଁ, କିନ୍ତୁ ଯାହାର ଘର ଯୋଉଠି ବିଲ୍ ହେଇଛି ସେଇଟା ତାଙ୍କର ଦି ଭାଇ, ତାଙ୍କର ଦିଟା ଯୋଉ ବେନିଫିସିଆରୀ ଦି ଭାଇ ମିଶିକି ଗୋଟେ ସେ କରିଛନ୍ତି ବଡ଼ ଘର। ଏବେ ଯଦି ତାଙ୍କର ଦି ଭାଇ ଅଲଗା ହେଇକି ଗୋଟେ ଘର କରିଥିବେ ସେମାନେ ଆଉ। ଏବେ ଆପଣଙ୍କ କହିବା ଅନୁସାରେ ସବୁ କିଛି ଜେନୁଇନରେ ବିଲ୍ ହେଇଛି? ଆଜ୍ଞା। ଯେହେତୁ ଆପଣମାନେ ଆଜି ଗୋଟେ ଅଭିଯୋଗ ନେଇକି ଆସିଲେ, ଆମେ ତ ଏ ବିଷୟରେ ଅବଗତ ନଥିଲୁ। ଘର ନିର୍ମାଣ ନ ହେଇ ପଇସା ଉଠିଛି କି ନାହିଁ ତ ସେମିତି ହେଇନଥିବ। ତାପରେ ଯେଉଁ ଆବାସ ଆପ୍ରେ ଯେଉଁ ଜିଓଟେକ୍ ସବୁ ହେଉଛି, ସବୁ ସେମାନେ ସେଲ୍ଫି ମୋଡ଼୍ରେ ଜିଓଟେକ୍ କରୁଛନ୍ତି, ତ ସେମାନେ ହିଁ ସାକ୍ଷୀ ରହୁଛନ୍ତି ଯେ ଘରଟା ହେଇଛି କି ନାହିଁ ବୋଲି। ତ ଯଦି ସେମିତି କିଛି ଅଭିଯୋଗ ଆପଣ ଆଣିଛନ୍ତି ତ ଆମେ ସେ ବିଷୟରେ ସବିଶେଷ ତଦନ୍ତ କରି ଉପରିସ୍ଥ ଅଧିକାରୀକୁ ଆମେ ଜଣାଇବୁ ଆଉ। ଯଦି ସାର୍ ଏଭଳି ଘଟଣା ୟାର ସତ ଥାଇଛି ତାହେଲେ ତା କାର୍ଯ୍ୟାନୁଷ୍ଠାନ କ'ଣ ନେବେ? ଯାହା ସରକାର ସ୍ତରରେ ହେବ ଆମେ ଅଧିକାରୀଙ୍କୁ ଆମେ ଜଣାଇବୁ, ତାପରେ ଉପରିସ୍ଥ ଅଧିକାରୀ ଯାହା ମାନେ ଡିସିସନ୍ ନେବେ ଆମେ ସେ ଅନୁସାରେ ହେବ ଆଉ।